ଏଯାକର ଧାନ ଗଛ ସେତେ ଷ୍ଟ୍ରଙ୍ଗ ନାହିଁ, ସେଥିପାଇଁ ମାନେ ଟିକେ ପବନରେ ଶୋଇଯାଇଛି। ନମସ୍କାର, ଜୟ ଜଗନ୍ନାଥ। ଆଉ ଏବେ ତ ସମସ୍ତଙ୍କର ପ୍ରାୟ ଆମର ଧାନ ଏପଟେ ବାହାରି ଗଲାଣି। ଆଉ ବାକି ରହିଲା ଆମର ଗୋଟେ ସେ 12-62 ଧାନ, ସେ ବାହାରିନି, ଟିକେ ଟିକେ ବାହାରୁଛି। ଆଉ ପଛପଟେ ଏଇଟା ହେଉଛି ଆମର ବାସୁମତୀ ଧାନ। ଏଇଟା କ'ଣ ବଢ଼ି ଯାଇଥିଲା ବୋଲି କଟା ହେଇଥିଲା, ପୁଣି ଧାନ ଯାକ ଯାହା ହେଲେ ବି ଟିକେ ବଢ଼ିଗଲା। ଆଉ ଏଯାକର ଧାନ ଗଛ ସେତେ ଷ୍ଟ୍ରଙ୍ଗ ନାହିଁ, ସେଥିପାଇଁ ମାନେ ଟିକେ ପବନରେ ଶୋଇଯାଇଛି। ଯାକ ଆମେ ବାନ୍ଧିକି ରଖିଛୁ ପୁଣି, ଆଉ ଯଦି ନ ବାନ୍ଧିବୁ ପୁରା ଧାନ କିଛି ହେବନି, ନଷ୍ଟ ହୋଇଯିବ। ସେଥିପାଇଁ ଧାନ ଗଛ ଯାକ ବାନ୍ଧିବାକୁ ପଡ଼ିଲା। ଟିକେ ଧାନ କରାହେଇଛି କେବଳ ଆମର ଘରେ କେତେବେଳେ ଦରକାର ହେଲେ କ୍ଷୀରି ଯେଉଁ ପୂଜାରେ କରାହେଉଛି, ସେଥିପାଇଁ ବୋଲି ଆମର ଏଥିରୁ ଖାଲି କରାହେଇଛି ବାସୁମତୀ ଚାଉଳ। ଆଉ ଏଗୁଡ଼ାକ ତ ଟିକେ ପବନରେ ଶୋଇ ପଡ଼ିଥିଲା, ସବୁ ବାନ୍ଧିକି ରଖାହେଇଛି ସବୁ। ଏଇଟା ହେଲା 12-62 ଧାନ। ଏଗୁଡ଼ାକ ପ୍ରାୟ ସେତେ ବାହାରିନି, ଆଉ ବିଲରେ ପାଣି ମଧ୍ୟ ଶୁଖିଗଲାଣି, କେନାଲ ବନ୍ଦ ହୋଇଗଲା। ସେଥିପାଇଁ ଟିକେ ଟେନସନ୍ ଲାଗୁଛି, ବହୁତ ଲେଟ୍ରେ ବାହାରୁଛି ଏ ଧାନଟା। ଭିଡ଼ିଓ ତ ଏମିତି କରୁଥିଲି, ଆଶା କରୁଛି ଟିକେ ଟିକେ ଭଲ ଲାଗିଥିବ। ଆଉ ଚ୍ୟାନେଲ୍ ଗୋଟେ ସବସ୍କ୍ରାଇବ୍ କରିଦେବେ, ଗୋଟେ ଆମର ଚାଷୀ ପାଇଁ ବୋଲି।